ମାଂସ ଇତ୍ୟାଦି ଆଜି ପର୍ବ ଦିନେ ତିଆରି କରିଛୁ। ଲାଳ ଭଳି ଖାଇ ଦେଇଛୁ, ମିଠା ମିଠି ଖାଇ ଦେଇଛୁ, ଆଉ କେକ୍ ବି ନା ଖାଇଛନ୍ତି। ଖାଇବା ପାଇଁ ଇଚ୍ଛା ଲାଗୁଛି, କିନ୍ତୁ ମୁଇଁ ଖାଇକରି ଆଇଲି, କିନ୍ତୁ ମୋତେ ଖାଇଲି ସିନା ମୋତେ ତୃପ୍ତି ଲାଗୁନଥିଲା। ଆମର ମାମି ବହୁତ ମିଠା ରାନ୍ଧିଥିଲେ, ପିଠା ବି କରିଲେ, ରାତିରେ ମାଂସ ବି କରିଛନ୍ତି, ଖାଇକରି ଆଣିଲି, କିନ୍ତୁ ତୃପ୍ତି ଲାଗୁନାହିଁ। କାହିଁକି ତୃପ୍ତି ଲାଗୁନାହିଁ? ମୁଇଁ ଶରୀର ପାଇଁ ଗୋଟେ ଖାଦ୍ୟ ଖାଇଲି, ଶରୀର ପାଇଁ ଖାଦ୍ୟ ଖାଇଲି, କିନ୍ତୁ ଏଠାରେ ମୁଁ ଉପସ୍ଥିତ ହେଇ ପ୍ରଭୁଙ୍କର ଖାଦ୍ୟ ଖାଉଅଛି, ତେଣୁ ମୋତେ ଖୁସି ଲାଗୁଛି। ତେଣୁ ଆପଣମାନେ ମଧ୍ୟ ଘରେ ଯାଇକରି ଖାଇକରି ଆସିଅଛନ୍ତି, କିନ୍ତୁ ଚର୍ଚ୍ଚ ମଧ୍ୟରେ ଆସି ପ୍ରଭୁଙ୍କର ବାକ୍ୟର ଖାଦ୍ୟ ଖାଉଅଛି। କାରଣ ଆମର ଶରୀର କ'ଣ ଆପଣମାନେ ଜାଣନ୍ତି କି? କ'ଣ ଆପଣମାନଙ୍କର ଶରୀର? ଗୋଟିଏ ଗୋଟିଏ ମାଟି ଠେଲା ବୋଲି ବାଇବଲରେ ଲେଖାଯାଏ। ତେଣୁ ମାଟି ଠେଲାକୁ ମରଲା ଉତଲାଇ ଦିଅନ୍ତି, ଫିଙ୍ଗି ଦିଅନ୍ତି, ନାଇଁ କି? କାନ୍ଦି ବବିକରି ଫିଙ୍ଗି ଦିଅନ୍ତି। ଏ ମାଟି ଠେଲାରେ ଗୋଟିଏ ପବିତ୍ର ଆତ୍ମାର ଶକ୍ତି ଅଛି। ତେଣୁ ମୁଇଁ ମାଟି ଠେଲା ଆଜି ଚାଲୁଛି। ଆମେ ଆଦି ପୁସ୍ତକରେ ଆମେ ସେସବୁ ଜାଣିଛୁ। ସର୍ବପ୍ରଥମେ ଆମେ ଦେଖିବା, ପଢ଼ନ୍ତୁ ବାଇବଲର ଆଦି ପୁସ୍ତକ, ତାର ଆଦି ପୁସ୍ତକ 1 ପର୍ବ ତାର 2 ପଦରେ କ'ଣ ଲେଖା ହେଇଛି ନା, ସର୍ବପ୍ରଥମେ ଆତ୍ମା ଜଳ ମଧ୍ୟରେ ବ୍ୟାପ୍ତ ଥିଲା ବୋଲି ଲେଖା ହେଇଛି। କ'ଣ ଥିଲା? ଜଳ ମଧ୍ୟରେ ବ୍ୟାପ୍ତ ଥିଲା। କେ ଆତ୍ମା ଥିଲା? ପବିତ୍ର ଆତ୍ମା। ପୃଥିବୀର ସୃଷ୍ଟି ଆଗରୁ ସର୍ବପ୍ରଥମେ ଜଳ ମଧ୍ୟରେ ବ୍ୟାପ୍ତ ଥିଲା। ନ ପୃଥିବୀ ଥିଲା, ନ ହିଁ ଦେଶ ଥିଲା, ନାହିଁ ଆକାଶ ଥିଲା, ନା ଅନ୍ଧାର ଓ ଜଳ ମଧ୍ୟରେ ବ୍ୟାପ୍ତ ହେଇକରି ଥିଲା। କିଏ ଥିଲେ? ପରମେଶ୍ୱର, ନାଇଁ କି? ତାପରେ ସେ ଆତ୍ମା କ'ଣ କଲେ ନା, ମନୁଷ୍ୟକୁ ସୃଷ୍ଟି କଲେ, ଯୋଉଟା ଆଦି ପର୍ବ ଆଦି ପୁସ୍ତକ ତାର 2 ପର୍ବ 7 ପଦରେ ଦେଖନ୍ତୁ। ଆଦି ପୁସ୍ତକ 2 ପର୍ବ 7 ପଦରେ ଏପରି ଲେଖାଯାଇଛି ନା, ପ୍ରଭୁ ତାଙ୍କର ପ୍ରାଣ ଦେଇଛନ୍ତି ବୋଲି ପଢ଼ି ଦିଅନ୍ତୁ। ସଦାପ୍ରଭୁ ପରମେଶ୍ୱର ଧୂଳି ଦ୍ୱାରା ମନୁଷ୍ୟକୁ ନିର୍ମାଣ କରି ତାର ନାସିକା ରନ୍ଧ୍ରରେ ଫୁଙ୍କ ଦେଇ ମନୁଷ୍ୟକୁ ଜୀବିତ କରାଇଲେ। ତାର ଅର୍ଥ କ'ଣ? ଆମେ ଗୋଟେ ଗୋଟେ ଧୂଳି, ଆମେ ଗୋଟେ ଗୋଟେ ଧୂଳି। ଏ ଧୂଳି ବେଶୀ ଟେମ୍ପର ନେଇକି ଲୋକକୁ ମାରବା ପାଇଁ, ପିଟିବା ପାଇଁ ଯିବ, ଗାଳି କରିବା ପାଇଁ। ତେଣୁ ତାଙ୍କର ଆତ୍ମା ଭର୍ତ୍ତି ହେଇଥିବାରୁ ଆଜି ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେଉଛୁ, ବସୁଛୁ। ପବିତ୍ର ଆତ୍ମା ଆମ ଉପରେ ଆସିଥିବାରୁ। ତେଣୁ ଆଜି ଆମର ଗୁରୁ ଆଜ୍ଞା କହିଲେ, ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କର ଥିଲେ। ସେଇ ବାକ୍ୟ କ'ଣ କଲେ ନା, ଆମେ ଗୋଟେ ହେଲା ଈଶ୍ୱରଙ୍କର ସନ୍ତାନ। ଯେତେବେଳେ ପ୍ରଭୁ ଆମମାନଙ୍କୁ ତାଙ୍କର ଆତ୍ମା ଦେଇଥିଲେ, ଆମମାନେ ଈଶ୍ୱରଙ୍କର ସନ୍ତାନ ହେଲୁ କି ନାହିଁ? ନା ହେଇନୁ? ପ୍ରଭୁଙ୍କର ଆତ୍ମା ଆମର ଶରୀର ଭିତରେ ଦେଲେ ଆମେ ଈଶ୍ୱରଙ୍କର ସନ୍ତାନ ଅଟୁ କି ନାହିଁ? ଅଟୁ ତ? ନା ଶୈତାନର ସନ୍ତାନ? ଆମକୁ ଆତ୍ମା କିଏ ଦେଲେ? ଶୈତାନ ଦେଲେ ନା ପ୍ରଭୁ ଦେଲେ? କୁହନ୍ତୁ। ପ୍ରଭୁ ଦେଲେ। ତାହେଲେ ଆମେ ଈଶ୍ୱରଙ୍କର ସନ୍ତାନ ଅଟୁ ନାଇଁ କି? ପ୍ରଭୁ ଆମମାନଙ୍କୁ ତାଙ୍କର ଆତ୍ମା ଦେଇଥିବାରୁ ଆମେ ଜୀବିତ ହେଲୁ, କିନ୍ତୁ ଶୈତାନ ଦେଇନି, ଆମେ ଶୈତାନର ସନ୍ତାନ ନୁହଁ। ଦେଖନ୍ତୁ ସେଇ ବାକ୍ୟ ଆମେ ଜହନ 1:1ରେ ଦେଖିବା। ଆଦ୍ୟରେ ବାକ୍ୟ ଥିଲେ, ସେଇ ବାକ୍ୟ ଈଶ୍ୱରଙ୍କ ଥିଲେ। ସେଇ ନାଇକି ଆଦ୍ୟରେ ବାକ୍ୟ ଥିଲେ, ସେଇ ବାକ୍ୟ ଈଶ୍ୱର ଥିଲେ। ଆଉ 14ରେ ଦେଖିବା, ସେଇ ବାକ୍ୟ ନାଇଁ, ତାଙ୍କ ଦ୍ୱାରା ସମସ୍ତ ସୃଷ୍ଟ ହେଲା ବୋଲି ଲେଖା ହେଇଛି। ଆଉ ସେ ଜାଜଲ୍ୟମାନ ହିଁ ଆସୁଥିଲେ, ଜାଜଲ୍ୟମାନ ହିଁ ଆସୁଅଛନ୍ତି। ଅର୍ଥ ସେ ଆତ୍ମାଟା କ'ଣ? ଗୋଟେ ପବିତ୍ର ଲାଇଟ୍। କ'ଣ? ପବିତ୍ର ଲାଇଟ୍ ଅନ୍ଧାରକୁ ଦୂର କରେ। ଆମେ ଅନ୍ଧାରରେ କ'ଣ ଟର୍ଚ୍ଚ ଲାଇଟ୍ ମାରିଲେ ଆଲୋକ ହୁଏ କି ନାହିଁ? ଅନ୍ଧାର ଭିତରେ ଆମେ ବାହାରକୁ ଯଦି ଯିବା, ବାଘ ଭାଲୁ ଥିବ, ସାପ ଥିବ ବୋଲେ କ'ଣ ଟର୍ଚ୍ଚ ଧରିକରି ଯାଉଛୁ, ଆଲୋକ ହେଇକରି ଯାଉଛୁ। କ'ଣ ସେ ପବିତ୍ର ଆତ୍ମା କ'ଣ କଲେ ନା, ଆକାଶରୁ ଗୋଟେ ଟର୍ଚ୍ଚ ଲାଇଟ୍ ମାରିଲେ, ମାରବା ଦ୍ୱାରା ଅନ୍ଧକାର ଲାଇଟ୍ ହେଲା। ଆଉ କ'ଣ କଲେ? ସେ ଲାଇଟ୍ କ'ଣ ହେଲା? କେତେବେଳେ ହେଲା ନା, ଜହନ 1 ପର୍ବ ତାର 14 ପଦରେ ନାଇକି? ସେ ଆତ୍ମା ଦେହବନ୍ତ ହେଲେ, ପରିପୂର୍ଣ୍ଣ ହେଲେ, ଆମମାନଙ୍କ ସହିତ ବାସ କଲେ ବୋଲି ଲେଖା ହେଇଛି। ଅର୍ଥ ଯୀଶୁ ଖ୍ରୀଷ୍ଟ ହେଲା। ଟିକେ ପଢ଼ି ଦିଅନ୍ତୁ। ଦେଖନ୍ତୁ ସେଇ ଲାଇଟ୍ କ'ଣ ହେଲା ନା, ଦେହବନ୍ତ ହେଲା। ଦେଖନ୍ତୁ ଦେହବନ୍ତ ହେଲା, ଗଠନ ହେଲା, ଆଉ ଆମମାନଙ୍କ ସହିତ ବାସ କଲେ। ତେଣୁ ଆଜି ଆମମାନଙ୍କ ସହିତ ବାସ କରିଥିବାରୁ ଚର୍ଚ୍ଚ କରିତେ ଅଛୁ, ପ୍ରାର୍ଥନା କରୁଛୁ ନାଇଁ କି?
ତେଣୁ ଇତ୍ୟାଦି ଇତ୍ୟାଦି ଲେଖା ହେଇଛି। ତେଣୁ ମୁଁ ୟାର ବେଶୀ କହିବିନି, ସବୁ ତ ହେଇଗଲେଣି, ତଥାପି କହିଦେଉଛି। ତେଣୁ ଆମେ ହେଉଛି ଈଶ୍ୱରଙ୍କର ସନ୍ତାନ। ଈଶ୍ୱରଙ୍କର ସନ୍ତାନ ଆଜି ଜଗତ ମଧ୍ୟରେ ହଜିଯାଇଛି। କାହିଁକି ହଜିଯାଇଛି? ସେ ଈଶ୍ୱରଙ୍କୁ ନ ଚିହ୍ନିବା ପାଇଁ ଅନ୍ଧକାର ସେମାନଙ୍କୁ ଢାଙ୍କି ଅଛି। କିନ୍ତୁ ଆଜି ଆମର ଚକ୍ଷୁ ପ୍ରସନ୍ନ ହେଇଛି, ନାଇଁକି? ଶୈତାନ ତାଙ୍କର ଜ୍ଞାନ ଚକ୍ଷୁକୁ ଅନ୍ଧ କରିଅଛି। କୋଉଠି ଲେଖା ହେଇଛି? ହଁ, କୋଉଠି ଲେଖା ହେଇଛି ଜାଣିଛନ୍ତି? 2 Corinthians 4 ପଦରେ ଲେଖା ହେଇଛି। এই অবিশ্বাসী ମାନଙ୍କ প্রতি মানে বিশ্বাসী ମାନଙ୍କ প্রতি জ্ঞানর চক্ষু বন্ধ করিଅଛି, ନାଇଁକି? ଟିକେ ପଢ଼ି ଦିଅନ୍ତୁ। ହଁ ହଁ ବନ୍ଦ କରିଅଛି ଯେ ଜଗତର ପ୍ରଭୁଙ୍କର ବାକ୍ୟ ଯେପରି ପ୍ରଚାରିତ ନ ହେବ, ସେଥିପାଇଁ ଜଗତପତି ଶୈତାନ ଅବିଶ୍ୱାସୀ ମାନଙ୍କର ଜ୍ଞାନ ଚକ୍ଷୁକୁ ଅନ୍ଧ କରିଅଛନ୍ତି। ତେଣୁ ବାକ୍ୟ ଶୁଣୁଅଛନ୍ତି, ବିଶ୍ୱାସ କରୁନାହାନ୍ତି। ଆମର ମାଇକ୍ କେତେ ଦୂର ଯାଉଛି? ଦିନକୁ ବର୍ଷକୁ ବର୍ଷ ଆପଣମାନେ ବଜାଉଛନ୍ତି, ଉପଦେଶ ଦେଉଛନ୍ତି, ଶୁଣୁନାହାନ୍ତି, କରୁତା ବୋଲୁଛନ୍ତି। ଯେତେବେଳେ ଈଶ୍ୱରଙ୍କର ଗୋଟିଏ ଦିନ ନିରୂପଣ କରିଅଛନ୍ତି, କେଉଁ ଦିନ କେଉଁ ଲୋକ ପରିତ୍ରାଣ ପାଇବ, କେଉଁ ଲୋକ କେଉଁ ଦିନ ବିଶ୍ୱାସ କରିବ। ମୁଁ ଆଜି ଗୋଟେ ସମୟ ଥିଲା, ମୁଁ ବିଶ୍ୱାସ ହେଲି ଅନେକ ଲୋକ, କିନ୍ତୁ ସମୟ ଆସିବ ସେଇଟା ପ୍ରଭୁ ଗଣନା କରୁଛନ୍ତି। କିନ୍ତୁ ଶୈତାନ ସେମାନଙ୍କର ଜଗତର ଜ୍ଞାନକୁ ଅନ୍ଧ କରିଅଛି, ନାଇଁକି? ତାପରେ ଆମେ ଯଦି ଦେଖିବା 1 Corinthians ତାର 2 ପର୍ବ, ତାର 1 Corinthians ତାର 2 ପର୍ବ ଯଦି 4 ପଦରେ ଲେଖାଯାଏ, ନାଇଁକି? এই জ্ঞাନ କ'ଣ? ଟିକେ ପଢ଼ି ଦିଅନ୍ତୁ। 1 Corinthians ତାର 2 ପର୍ବ 4 ପଦ, 5 ପଦ, 6 ପଦ, 7 ପଦ, ବେଶୀ ପଢ଼ ନାହିଁ, 4 ପଦ ପଢ଼ି ଦିଅ। ତୁମମାନଙ୍କ ବିଶ୍ୱାସ ଯେପରି ମନୁଷ୍ୟର ଜ୍ଞାନ ଉପରେ ସ୍ଥାପିତ ନ ହୋଇ ଈଶ୍ୱରଙ୍କ ଶକ୍ତି ଉପରେ ସ୍ଥାପିତ ହୁଏ, ଏଥିପାଇଁ ମୋହର ଶିକ୍ଷା ଓ ମୋହର ପ୍ରଚାର ଜ୍ଞାନର ମନୋହର ବାକ୍ୟ ଯୁକ୍ତ ନ ହୋଇ ଆତ୍ମା ଓ ଶକ୍ତିର ପ୍ରଣାମ ଯୁକ୍ତ ହୋଇଥିଲା। ତଥାପି ଆମ୍ଭେମାନେ ପରିପକ୍ୱ ଲୋକମାନଙ୍କ ମଧ୍ୟରେ ଜ୍ଞାନର କଥା କହୁ, କିନ୍ତୁ ତାହା ଏହି ଯୁଗର ଜ୍ଞାନ ନୁହେଁ, କିମ୍ବା ଏହି ଯୁଗର ନଷ୍ଟକଳ୍ପ ନେତାମାନଙ୍କ ଜ୍ଞାନ ନୁହେଁ। ମାତ୍ର ଆମ୍ଭେମାନେ ନିଗୁଢ଼ ତତ୍ତ୍ୱ ସ୍ୱରୂପ ଈଶ୍ୱରଙ୍କ ଜ୍ଞାନର କଥା କହୁଅଛୁ। ସେହି ଗୁପ୍ତ ଜ୍ଞାନ ଈଶ୍ୱର ଆମ୍ଭମାନଙ୍କ ଗୌରବ ନିମନ୍ତେ ଜଗତର ପୂର୍ବେ ନିରୂପଣ କରିଥିଲେ। ଏହି ଯୁଗର ନେତାମାନଙ୍କ ମଧ୍ୟରେ କେହି ତାହା ଜାଣିନାହାନ୍ତି, କାରଣ ସେମାନେ ତାହା ଜାଣିଥିଲେ ଗୌରବମୟ ପ୍ରଭୁଙ୍କୁ କ୍ରୁଶରେ ହତ କରି ନଥାନ୍ତେ। ଯଦି এই ଯୁଗର ଯଦି ଜ୍ଞାନ ଥାନ୍ତା, ତାହେଲେ ଆମର ପ୍ରଭୁକୁ କାହିଁକି କ୍ରୁଶରେ ହତ କରିଥାନ୍ତେ? এই ଯୁଗର ନେତା ଦୁଷ୍ଟକଳ୍ପ ମାନଙ୍କର ଜ୍ଞାନ ନୁହଁ, ପବିତ୍ର ବାକ୍ୟ ବିଶ୍ୱାସୀ ମାନଙ୍କର ଜ୍ଞାନ, ଆଉ ଯେଉଁମାନେ ପ୍ରଭୁଙ୍କୁ ଗ୍ରହଣ କରିଅଛନ୍ତି ସେମାନଙ୍କର ଜ୍ଞାନ। ଚକ୍ଷୁ ଯାହା ଦେଖି ନାହିଁ, କର୍ଣ୍ଣ ଯାହା ଶୁଣି ନାହିଁ, ମନୁଷ୍ୟ ହୃଦୟରେ ଯାହା ଜାତ ହୋଇ ନାହିଁ, ଏପରି ବିଷୟ ରଖିଅଛନ୍ତି। ଆଉ ପ୍ରଭୁ ତାଙ୍କର ମନୋନୀତ ଲୋକମାନଙ୍କୁ ଦାନ କରିବେ। 1 Corinthians ତାର 2 ପର୍ବ 9 ପଦ ତା ତଳେ ପଢ଼ି ଦିଅନ୍ତୁ। ଚକ୍ଷୁ ଯାହା ଦେଖି ନାହିଁ, କର୍ଣ୍ଣ ଯାହା ଶୁଣି ନାହିଁ, ଆଉ ମନୁଷ୍ୟ ହୃଦୟ ମଧ୍ୟରେ ଜାତ ହୋଇନାହିଁ କେବେ, ଏପରି ବିଷୟ ପ୍ରଭୁ ରଖିଅଛନ୍ତି ତାଙ୍କର ପ୍ରେମକାରୀ ଲୋକମାନଙ୍କ ନିମନ୍ତେ ପରିଶେଷରେ ଦାନ କରିବେ। 1 Corinthians ତାର 2 ପର୍ବ 9 ପଦରେ ଲେଖା ହେଇଛି ସେ ବିଷୟରେ। ତେଣୁ ଆମେ ଯଦି ଚକ୍ଷୁ କୋଉ ଜିନିଷ ଦେଖିନାହିଁ, এই ଜଗତର ସବୁ ଜ୍ଞାନ ଦେଖୁଅଛି, ଘର ଦେଖୁଅଛି, ଦ୍ୱାର ଦେଖୁଅଛି, ଗାଡ଼ି ଦେଖୁଅଛି, ଆଉ ସମସ୍ତ ବିଷୟ ଦେଖୁଅଛି, କିନ୍ତୁ ପ୍ରଭୁ ତାଙ୍କୁ ଦେବା ପାଇଁ ଏପରି ଗୋଟେ ଜିନିଷ ଅଛି, ସେ ଜିନିଷଟା ଲୁଚାଇ କରି ରଖିଅଛୁ। କ'ଣ କରିଛି? ଲୁଚାଇ କରି। ମୁଁ ଯଦି ଗୋଟେ ଘରେ ଯିବି, ଏଇଟା କରେ ଭାଇ କିଛିଟା ଅଛି ବୋଇଲେ କ'ଣ ତମେ କହିପାରିବ କି? ସେମିତି ଆକା ଲୁଚାଇ କରି ରଖିଛନ୍ତି। କେବେ ଦେବେ? ଯେତେବେଳେ ବିଶ୍ୱାସୀ ମାନେ ପ୍ରାଣପଣେ ବିଶ୍ୱାସରେ ରଣଭୂମିରେ ଦୌଡ଼ିବେ। ଆମେ ସବୁ ରଣଭୂମିରେ ଦୌଡ଼ୁଅଛୁ, ନାଇଁକି? ଆମେ ପଳାଉଅଛୁ, ଯାଉ ଯାଉ ଅଳ୍ପ ଲୋକ କ'ଣ ଠକିଯିବେ, ଅଳ୍ପ ଲୋକ ନଈ ପଡ଼ିବେ, ଅଳ୍ପ ଲୋକ ବେଦା ହେବ, ଆଉ ଅଳ୍ପ ଲୋକ ପେଟ ବଦା ହେବ, ଅଳ୍ପ ଲୋକ ହାଲିଆ ହେବେ, ଆଉ ପରିଶେଷରେ ଯେଉଁଠି ପ୍ରାଇଜ୍ ହେବ ସେଇଠି ପହଞ୍ଚିବେ। ତେଣୁ ଯେଉଁ ଲୋକମାନେ ପରିଶେଷ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିଶ୍ୱାସରେ ରହିବେ, ସେଇମାନେ ହିଁ ପରିତ୍ରାଣ ପାଇ ହେବେ, ବାଇବଲ କହୁଛି। ତେଣୁ ସେପରି ଜିନିଷ ପ୍ରଭୁ ଦାନ କରିବା ନିମନ୍ତେ ରଖିଅଛନ୍ତି। ସେଇ ଦାନ ହେଉଛି ଅନନ୍ତ ଜୀବନ, ନାଇଁକି? ହେଲେ ମଣିଷ କ'ଣ ଭାତ ମାଂସ
ଆଉ ମଦ ପାଣି ପିଇ ଖାଇ ବଞ୍ଚିବା ପାଇଁ ରହିବା ପାଇଁ ଖାଇବା ପାଇଁ ବଞ୍ଚିବା ପାଇଁ ରହୁଛି କି? ଖାଇବା ପାଇଁ ବଞ୍ଚୁଛୁ ନା ଆମେ ବଞ୍ଚିବା ପାଇଁ ଖାଉଛୁ କୁହନ୍ତୁ? ଆମେ ଖାଇବା ପାଇଁ ବଞ୍ଚୁଛୁ ନା ବଞ୍ଚିବା ପାଇଁ ବଞ୍ଚୁଛୁ? ଆମେ ଖାଇବା ପାଇଁ ବଞ୍ଚୁଛୁ ନା ବଞ୍ଚିବା ପାଇଁ ଖାଦ୍ୟ ଖାଉଛୁ? ବଞ୍ଚିବା ପାଇଁ ଖାଦ୍ୟ ଖାଉଛୁ। ଅନେକ ଲୋକ ବଞ୍ଚିବା ପାଇଁ ଖାଦ୍ୟ ଖାଆନ୍ତି ନାଇଁ କି? ଅନେକ ଲୋକ ବଞ୍ଚିବା ପାଇଁ ଖାଦ୍ୟ ଖାଆନ୍ତି ଆପଣ କହିଲେ, କିନ୍ତୁ ଅନେକ ଲୋକ ଖାଇବା ପାଇଁ ବଞ୍ଚନ୍ତି। ଖାଇବା ପାଇଁ ଦିନକୁ ମାରବେ କୁକୁଡ଼ା ମଦ ମାଂସ ସେମାନେ ଖାଇବା ପାଇଁ। ପ୍ରଭୁ କାହିଁକି ପ୍ରାର୍ଥନା ନାହିଁ ବାଟ ନାହିଁ ନାଇଁ କି? ଖାଇବା ପାଇଁ ଅନେକ ଲୋକ ବଞ୍ଚିଛନ୍ତି, କିନ୍ତୁ ଆମେ ବଞ୍ଚିବା ପାଇଁ ଖାଇଅଛୁ। ପ୍ରଭୁ ମିଶର ଦେଶର ଲୋକମାନେ କେମିତି ଖାଇଲେ? 40 ବର୍ଷ ବଞ୍ଚିବା ପାଇଁ ଖାଇଲେ। କ'ଣ ଖାଇଲେ? ମାନା ଖାଇଲେ। କ'ଣ ଖାଇଲେ? ମାନା ଖାଇଲେ। ଆଉ ପ୍ରଭୁ ସେମାନଙ୍କୁ କ'ଣ ଦେଲେ? ଘୁଘୁ ଚଢ଼ାଇ ଦେଲେ ମାଂସ। ତେଣୁ ଆମେ ବଞ୍ଚିବା ପାଇଁ ଖାଉଅଛୁ। ତେଣୁ ଖାଦ୍ୟ ବସ୍ତ୍ର ପାଇଁ ଆମେ ଏତେ ହେବା ନାହିଁ। ଆମେ ପ୍ରଭୁଙ୍କୁ ପ୍ରଶଂସା ଦେବା ନାଇଁ କି? ଆମେ ହୃଦୟରେ ବିଶ୍ୱାସ କରିବା। ରୋମିଓ 10:9 ତାର 10ରେ ତୁମେ ଯଦି ମୁଖରେ ପ୍ରଭୁଙ୍କୁ ବିଶ୍ୱାସ କରିବ, ହୃଦୟରେ ପ୍ରଭୁ ବୋଲି ସ୍ୱୀକାର ପାଇବ, ତାହେଲେ ପରିତ୍ରାଣ ପ୍ରାପ୍ତ ହେବ। ଏଇଟା ଆଜ୍ଞା କହୁଥିଲେ ନାଇଁ କି? ପରିତ୍ରାଣ ପ୍ରାପ୍ତ ହେବ। ଆମ ହୃଦୟରେ ବିଶ୍ୱାସ କରୁଅଛି ଆଉ ମୃତ୍ୟୁମାନଙ୍କ ମଧ୍ୟରୁ ଉଠାଇ ଅଛନ୍ତି ହୃଦୟ ବିଶ୍ୱାସ କରୁଅଛୁ କରିବାର ଅଛି, ତାହେଲେ ପରିତ୍ରାଣ ଆମେ ପ୍ରାପ୍ତ ହେବା ନାଇଁ କି? ରୋମିଓ 3:23ରେ କ'ଣ କରାଯାଇଛି? all have sinned and fall short of glory of God। ସମସ୍ତେ ପାପୀ ହେଇଅଛୁ। କ'ଣ ପାଇଁ ଆମେ ପାପୀ ହେଇଅଛୁ କୁହନ୍ତୁ? କିଏ ଧାର୍ମିକ ଅଛି? କିଏ ନାହିଁ? ଯୀଶୁ ଗୋଟେ ପାପିଣୀ ସ୍ତ୍ରୀକି ଆଣିକରି ପଥର ମାରିବା ପାଇଁ ମାର, କିଏ ଧାର୍ମିକ ଆଜି ମାର ବୋଲ ପଳେଇଲେ, ସବୁ ପଳେଇଲେ କି ନାହିଁ? ତେଣୁ ଆମେ ମଧ୍ୟ ସମସ୍ତେ କିଏ ଧାର୍ମିକ ଅଛୁ ଆମେ କିଏ କହିପାରିବାନି, କେବଳ ପରମେଶ୍ୱର ନାଇଁ କି? all have sinned, ସମସ୍ତେ ପାପୀ, fell short of glory of God। ଈଶ୍ୱରଙ୍କୁ ଧନ୍ୟବାଦ ଦେବା ପାଇଁ ବଞ୍ଚୁଛୁ। ଆମେ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ପାଇଁ ବଞ୍ଚୁଛୁ, ଖାଇବା ପାଇଁ ବଞ୍ଚିନୁ। ଖାଇବା ପାଇଁ ବଞ୍ଚିନୁ, ଈଶ୍ୱରଙ୍କୁ ଧନ୍ୟବାଦ ଦେବା। ଆମେ ବଞ୍ଚିବା ପାଇଁ ଖାଇବା ହେଲା। ତେଣୁ ଆମେ ବଞ୍ଚିବା, ଆମେ ଯେତେ ଦିନ ପୃଥିବୀରେ ରହିବା ଈଶ୍ୱରଙ୍କୁ ଧନ୍ୟବାଦ ଦେବା। ଆମର ସୁଖ ଦୁଃଖରେ ଭାଗୀ ପରମେଶ୍ୱର ଆମକୁ ଦୁଃଖ ଆଇବ, ବିଭିନ୍ନ ପ୍ରକାର ସମସ୍ୟା